ପ୍ରେଜ୍ ଲର୍ଡ। ପରମେଶ୍ୱର ଆଜି ଗୋଟିଏ ସୁନ୍ଦର ସମୟ ଦେଲେ ପରମେଶ୍ୱର ବାକ୍ୟ କହିବା ପାଇଁ। ଆପଣା କୁପଥରୁ ଫେର। ଆପଣା କୁପଥରୁ ଫେର ଟପିକ୍ ଅଛି ଜିରିମିୟ 25:5 ଲେଖା ହେଇଛି, ମୁଁ କହୁଅଛି ତୁମେମାନେ ପ୍ରତ୍ୟେକ ଜଣ ଆପଣା ଆପଣା କୁପଥରୁ ଓ ଆପଣା ଆଚରଣର ଦୁଷ୍ଟତାରୁ ଫେର, ତହିଁରେ ସଦାବେଳେ ପୁରାତନ କାଳରୁ ସଦାକାଳ ନିମନ୍ତେ ତୁମମାନଙ୍କୁ ଓ ତୁମମାନଙ୍କର ପିତୃପୁରୁଷ ଯେଉଁ ଦେଶ ଦେଇଛନ୍ତି ତହିଁମାନେ ତୁମେ ବାସ କରିବ। ବହୁତ ସୁନ୍ଦର ବାକ୍ୟ। ମୁଁ କହୁଅଛି ତୁମେ ପ୍ରତ୍ୟେକ ଦିନ ଆପଣା ଆପଣା କୁପଥରୁ ଆପଣା ଆପଣା ଆଚରଣ ଦୁଷ୍ଟତାରୁ ଫେର ବୋଇଲେ এই ଜିରିମିୟ ପୁସ୍ତକ, ଜିରିମିୟ ହିଁ ଭବିଷ୍ୟତ ବକ୍ତା ଲେଖିଛନ୍ତି। ଏଇଠି କ'ଣ ଯେ ଆପଣା ଆପଣା କୁପଥରୁ ଫେର। କୁପଥ ବୋଇଲେ ଖରାପ, ଅନ୍ୟାୟ, ଅତ୍ୟାଚାର ବିଭିନ୍ନ ପ୍ରକାର ଅଛି। ପ୍ରିୟ ଲୋକମାନେ, ଯେଉଁମାନେ ଆଜି ବହୁତ ମାନବ ଜାତି ଆଜି କୁପଥରେ ଅଛନ୍ତି, ସେ କୁପଥରୁ ଆମେମାନେ ଫେରିବାର ଅଛି। ଯେତିକି ଆମେ କୁପଥରୁ ଫେରିମା ବୋଇଲେ, ଆମେ କୁପଥରୁ ପୃଥକ ରହିମା ବୋଇଲେ ପରମେଶ୍ୱର ଆମକୁ ଆଶୀର୍ବାଦ କରିବେ। କ'ଣ କହୁଛି? ଆପଣା ଆପଣା ଆଚାର ଦୁଷ୍ଟରୁ ଫେର। ଦୁଷ୍ଟତାରୁ ବୋଲେ ଦୁଷ୍ଟ କାମରୁ ଆମେ ଫେରବାର ଅଛି। ଦୁଷ୍ଟ ବୋଇଲେ ବହୁତ ପ୍ରକାର ଦୁଷ୍ଟ କାମ ଆମର ପରିପୂର୍ଣ୍ଣ ହୋଇଅଛି। ଦୁଷ୍ଟ କାମ, ଖରାପ କାମ ଆମେ ପରିତ୍ୟାଗ କରିକି ଫେରବାର ଅଛି। ତହିଁରେ ସଦାପ୍ରଭୁ ପୁରାତନ କାଳରେ ସଦାକାଳ ନିମନ୍ତେ ତୁମମାନଙ୍କୁ ଓ ତୁମ ପିତୃପୁରୁଷ ଯେଉଁ ଦେଶ ଦେଇଅଛନ୍ତି ତହିଁରେ ତୁମେ ବାସ କରିବ। ଯେତେବେଳେ ଆମେ ଏଇ ଜିନିଷ ଯାକ ପରିତ୍ୟାଗ କରିବା, ତାପରେ ସଦାକାଳ ତୁମମାନଙ୍କୁ ସଦାକାଳରେ ସଦାବେଳେ ଏନି ଟାଇମ୍ ସଦାବେଳେ ସାଥିରେ ଆମମାନଙ୍କୁ ଓ ତୁମ ପିତୃପୁରୁଷ ଯେଉଁ ଦେଶ ଦେଇଅଛନ୍ତି ସେହି ତହିଁ ଦେଶ ତୁମେ ପିତୃପୁରୁଷ ଯଦି ଆମ ପୂର୍ବ ପିଢ଼ିରୁ ସେହି ଦେଶରେ କ'ଣ ତହିଁ ମାନେ ତୁମେ ବାସ କରିବ। ଯାହାକି ଆମେ ବାସ କରିବ ପରମେଶ୍ୱରଙ୍କ ଅନୁଗ୍ରହରେ ପରମେଶ୍ୱର କ'ଣ ଆମକୁ ସାହାଯ୍ୟ କରିବେ। ଆମେମାନେ କ'ଣ କୁପଥରୁ ଫେରିବାର ମେନ୍ ହେଲା ପରମେଶ୍ୱର ଯେଉଁମାନେ କୁପଥରୁ ଖରାପ କାମରୁ ଆମେ ଦୂରେଇକି ରହିବାର ଅଛି। ତାପରେ ଯାଇକି ପରମେଶ୍ୱର ଆମକୁ ସାହାଯ୍ୟ କରିବେ। ହାଲେଲୁୟା। ତାପରେ ଆଉ ଗୋଟେ ଜିରିମିୟ 18:11 ଲେଖା ହୋଇଅଛି, ଏ ନିମନ୍ତେ ଏବେ ତୁମ୍ଭେ ଜିହୁଦାର ଲୋକମାନଙ୍କ ଓ ଜେରୁସାଲେମ ନିବାସୀମାନଙ୍କ ନିକଟକୁ ଯାଇ କୁହ, ସଦାପ୍ରଭୁ ଏହି କଥା କହନ୍ତି, ଦେଖ ଆମ୍ଭେ ତୁମମାନଙ୍କ ବିରୁଦ୍ଧରେ ସଂକଳ୍ପ କରୁଅଛୁ, ଏବେ ତୁମେ ପ୍ରତ୍ୟେକ ଆପଣା ଆପଣା କୁପଥରୁ ଫେର, ପୁଣି ଆପଣା ପଥ ଓ ଆପଣା କ୍ରିୟାର ସଂଶୋଧନ କର। ଏ ନିମନ୍ତେ ଏବେ ତୁମେ ଜିହୁଦା ଲୋକମାନଙ୍କ ଓ ଜେରୁସାଲେମ ନିବାସୀ ନିକଟକୁ ଯାଇ କୁହ। ଯେତିକିବେଳେ ଜିହୁଦା ଜେରୁସାଲେମ ଲୋକମାନଙ୍କୁ ଯାଇ କୁହାଯାଉଥିଲା, ଆଜି ସେଇଟା ଆମମାନଙ୍କୁ ଦାୟିତ୍ୱ ଦିଆଯାଇଛି। ଆଜି ଆମ ନିଜ ରାଜ୍ୟରେ ଆଜି ପ୍ରତ୍ୟେକ ଜାତିରେ ପରମେଶ୍ୱର ଗୋଟେ ବାକ୍ୟ ଦେଇ ପରମେଶ୍ୱର କହନ୍ତି ପ୍ରତ୍ୟେକ ଜାତି ଯାଇକି କୁହ ବୋଲି। ଯାଇ କ'ଣ ସଦାପ୍ରଭୁ ଏହି କଥା କହନ୍ତି। ସଦାପ୍ରଭୁ କହିଅଛନ୍ତି ଯେ ଖରାପ କାମରୁ ଦୂରେଇ ଦେଖ ଆମେ ତୁମମାନଙ୍କ ବିରୁଦ୍ଧରେ ସଂକଳ୍ପ କରୁଅଛୁ, ଏବେ ତୁମେ ପ୍ରତ୍ୟେକ ଆପଣା କୁପଥରୁ ଫେର। ଯଦି ପରମେଶ୍ୱର ଆମେ ଯଦି କୁପଥରୁ ଫେର, ପରମେଶ୍ୱର ତାକୁ ଆମକୁ କ'ଣ ଆଶୀର୍ବାଦ କରିବେ। ଏବେ ତୁମେମାନେ ପ୍ରତ୍ୟେକ ଆପଣା ଆପଣା କୁପଥରୁ ଫେର, ଆମର କୁପଥରୁ ଆମେ ଫେରବାର ଅଛି। ପୁଣି ଆପଣା ପଥ ଓ ଆପଣା କ୍ରିୟା ସଂଶୋଧନ କର। ପୁଣି ଆପଣା ପଥ ଯାହାକି ଗୋଟେ ପଥର ରାସ୍ତା, ପଥର ଅର୍ଥ ଠିକ୍ ରାସ୍ତାକୁ ଦେଖାଉଛି। ଯାହାକି ଆମେ ଯଦି ସ୍ୱର୍ଗ ରାଜ୍ୟକୁ ଯିବା ଲାଗି ପ୍ରସ୍ତୁତ ଅଛୁ କ'ଣ ଆମେ ସେଇଥିରୁ ଦୂରେଇ ରହୁ। ଆପଣା କ୍ରିୟାର ସଂଶୋଧନ କର। କ୍ରିୟାର କାମ ଯେଉଁଟା ଆମେ ଠିକ୍ ସଂଶୋଧନ କରିବାର ଅଛି। ଆମର କେମିତି ବ୍ୟବହାର ଅଛି, କେମିତି ଚାଲୁଛୁ, କେମିତି କାମ କ୍ଷେତ୍ର କରୁଛୁ, ମଣିଷ ଦେଖାନିଆ କରୁଛୁ ନା ପରମେଶ୍ୱର ଦେଖାନିଆ କରୁଛୁ। ଯଦି ଆମେ ଯେକୌଣସି କ'ଣ ଆମେ ଗୋଟେ ପବିତ୍ର ଜୀବନ, ଯାହାକି
ଆମେ ସୁକର୍ମ କରାଅଛି। ସୁକର୍ମ ଯେତେବେଳେ କରିବା ପରମେଶ୍ୱର ଆମକୁ ଆଶୀର୍ବାଦ କରିବେ। ସେଥିଲାଗି କ'ଣ ଆମେ ପରମେଶ୍ୱର ସହିତ ବାସ କରିପାରିବା। ତାପରେ ଆମକୁ ବହୁତ ଆଶୀର୍ବାଦ କରିବେ। ଏହି ଛୋଟିଆ ବାକ୍ୟ ଦେଇ ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରାର୍ଥନା କରିକି ସମାପ୍ତ କରିବା। ହାଲେଲୁୟା। ଧନ୍ୟବାଦ ଯୀଶୁ। ପବିତ୍ର ଆତ୍ମା ତୁମେ ସାହାଯ୍ୟ, ତୁମେ ସୁନ୍ଦର ବାକ୍ୟ ବାପା ଆମେ କିନ୍ତୁ परमेश्वर ସମସ୍ତଙ୍କୁ ଆପଣ ଆପଣ କୁପଥରୁ ଫେରିବ ବାପା ତୁମ ପବିତ୍ର ଜୀବନ ଯାପନ ସାହାଯ୍ୟ। ଧନ୍ୟବାଦ ଯୀଶୁ ପ୍ରଭୁ। ପ୍ରାର୍ଥନା ଶୁଣିଲେ ଛୋଟ ପ୍ରାର୍ଥନା ପ୍ରଭୁ ଯୀଶୁ ନାମରେ ଆମେନ୍।